କ'ଣ କହିଲେ? ମମତା ମମତା ଘର ଆମର ଜଗତସିଂହପୁର କିନ୍ତୁ ଏଇଠି ରହୁଛୁ ଆଉ। କେତେ ବର୍ଷ ମୁଁ ଆସିଲିଣି ହେଇଗଲାଣି 8-10 ବର୍ଷ ଖଣ୍ଡେ। ମୁଁ ବାଳକଟି ମେଲଣରେ ପ୍ରାୟ ଆସେ ଯେଉଁ ଦୋଳ ଯାତ୍ରା ହୁଏ, କାରଣ ଠାକୁରଙ୍କ ପାଇଁ ସେଠି ଅଭିର ପକାଇବା ପାଇଁ ଭଲ ଲାଗେ, ଠାକୁରଙ୍କୁ ଦେଖିବା ପାଇଁ ଟିକେ ଭଲ ଲାଗେ, ତ ସେଥିପାଇଁ ଦୋଳ ହିଁ ଦେଖିବା ପାଇଁ ପ୍ରାୟ ଭଲ ଲାଗେ। କାରଣ ସବୁ ଜାଗାରେ ତ ମେଲଣ ହୁଏ, କିନ୍ତୁ ଏଠି ଯେହେତୁ ଦୋଳଙ୍କର ମେଲଣ ହୁଏ ଠାକୁରଙ୍କୁ ଦେଖିବା ପାଇଁ ମୋତେ ବହୁତ ଭଲ ଲାଗେ ଟିକେ। ଆଉ ଆଉ ଏମିତି ତ ଦୋକାନ ବାଜାର ଏମିତି କିଛି ନାହିଁ। ଗେମ୍ରେ ତ ଭଲ ଥିଲା, ବାକି ମୋତେ ଟିକେ ଡର ଲାଗେ ଏଇସବୁ ଜିନିଷ, ଗେମ୍ ଫେମ୍ ହେଲା, ଦୋଳି ହେଲା, ବହୁତ ଡର ଲାଗେ। ଆଉ ମୁଁ ତା ଗଲା ପରେ କିଛି ଲାଗୁନଥିଲା, ତାପରେ ମଝିରେ ପୁରା ବହୁତ ଜୋରରେ ଯେଉଁ ହେଲା ତ ସେଠି ବେଶୀ ଡର ଲାଗିଲା, ନର୍ଭସ୍ ଲାଗିଲା, ମୁଁ ଆଖି ବନ୍ଦ କରିଦେଇଥିଲି। ତାପରେ ସେଇଟା ଯେମିତି ଟ୍ରେନ୍ ଚାଲିଲେ ଯେମିତି ଟ୍ରେନ୍ ଲାଇନ୍ରେ ଗଲା ଭଳିଆ ପୁରା ଜୋରସେ ଯାଉଥିଲା, ତ ସେଇଟା ଟିକେ ଡର ଲାଗୁଥିଲା ଆଉ। ହଁ ଡର ଲାଗିଲା, ଟିକେ ଡର ଲାଗିଲା, ଏତେ ନାହିଁ। ମୁଁ ବହୁତ ନର୍ଭସ୍ ରୁହେ ତ ସେଥିପାଇଁ ମୁଁ ଡର ଲାଗିଲା ଆଉ। ବାକି ଆଉ ଆଜ୍ଞା ପରିଚୟ ଆମର ହେଉଛି ଗୋପ ନାଗପୁର, ଆମର ଶ୍ୱଶୁର ହେଉଛି ବାଳକାଠି। ସବୁ ବର୍ଷ ମୁଁ ଆସେ, ମେଳନ ବୁଲେ, ହରିଘାଟ ଦେଖେ, ଠାକୁର ସବୁ ଆସନ୍ତି। ହଁ ହଁ ଗୋପ ଇଏ 58 ଦୋଳ ବସିଛନ୍ତି। ଆଜ୍ଞା ବହୁ ପରମ୍ପରାରୁ ଆସିଛି। ଆମର ଦୋଳ ଭିତରେ ଫାଷ୍ଟ ହେଉଛି ଏଇ ବାଳକାଠି, ଆଉ ବାଣ ଭିତରେ ହଇରାଜପୁର, ତାପରେ ଆଉ କ'ଣ ଆଉ ଆଉ ଜାଗଜମ ଉପରେ ଦେଖିବାକୁ ଗଲେ ଆସିକି ଆମର ଆହୁରି ଅନ୍ୟାନ୍ୟ ଜାଗା ସବୁ ଅଛି, କିନ୍ତୁ ବାଳକାଠି ଦୋଳରେ ପ୍ରସିଦ୍ଧ ଆଉ ଫଗୁରେ ପ୍ରସିଦ୍ଧ। ଏଇଟା ଭଲ କି ମୁଁ ଜାଣିଛି, କାହିଁକିନା ଆମ ଶ୍ୱଶୁର ଏଇଠି। ହଁ ସବୁ ହୋଲି ଫୁଲି ଖେଳ ହୁଏ, ବହୁତ ସାମଗ୍ରୀ ଜିନିଷପତ୍ର ସବୁ ଆଣିଛନ୍ତି ସବୁ ଭାଇମାନେ, ସବୁ ଭାଇ ଭଉଣୀମାନେ, ଗରାଖମାନେ ସବୁ ଆସିଛନ୍ତି, କେଉଁ ଦୂର ଦୂରାନ୍ତରୁ ଆସିଛନ୍ତି, ଜିନିଷ ବହୁତ କିଣନ୍ତି, ବିକ୍ରି ହୁଏ। ଆଉ ଜଳିଖିଆ ଗୁପଚୁପ ଏସବୁ ସାଧାରଣ କଥା, ସମସ୍ତେ ଭଲ ପାଆନ୍ତି ଆଉ ଖାଆନ୍ତି ଆଉ। ହଁ ହଁ ସବୁ ପ୍ରକାର ଦୋଳି ଆସିଛି, ବହୁତ ବଡ଼ ଦୋଳି, ଛୋଟ ଦୋଳି, ପିଲାମାନଙ୍କ ପାଇଁ, ବଡ଼ମାନଙ୍କ ପାଇଁ, ବୁଢ଼ାମାନଙ୍କ ପାଇଁ, ସବୁ ପ୍ରକାର ସମସ୍ତଙ୍କ ପାଇଁ ଆସିଛି। ଆଜ୍ଞା ବିକ୍ରି ଆଉ କ'ଣ, ମୁଁ ଅନୁମାନ କରୁଛି ବେଶୀ ବିକ୍ରି ହେଉଛି ଚାଟ୍ ଗୁପଚୁପ, ଆଉ ତାପରେ ଆଉ ଯାହା ଯେମିତି ଚାଲିଛି ଆଉ। କିନ୍ତୁ ଚାଟ୍ ଗୁପଚୁପ ଭଲ, କାହିଁକିନା ଲେଡ଼ିଜ୍ଙ୍କର ସେଇଟା ହେଲା ମେନ୍, ସିଏ ଯେମିତି ହେଲେ ଖାଇବାର କଥା ଖାଇବେ।